Let us look at Acts chapter 16 and verse 9. ପ୍ରେରିତ 16 ପର୍ବ 9 ପଦ ଆମେ ଦେଖିବା। Acts chapter 16 and verse 9. ପ୍ରେରିତ 16 ପର୍ବ 9 ପଦ। And a vision appeared to Paul in the night. ରାତ୍ରି ସମୟରେ ପାଉଲ There stood a man of Macedonia and prayed him, saying, Come over into Macedonia and help us. ପାଉଲ ଗୋଟିଏ ଦର୍ଶନ ପାଇଲେ। ମାକିଦନିଆର ଜଣେ ଲୋକ ଠିଆ ହୋଇ ତାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର। Well, this was a strange area ଏହା ଏକ ବିଚିତ୍ର ସ୍ଥାନ ଥିଲା। that continent did not know about Jesus. ସେହି ମହାଦେଶ ଯୀଶୁଙ୍କର ପ୍ରେମ ବିଷୟରେ ଜାଣିନଥିଲା, His love, His resurrection. ତାଙ୍କର ପ୍ରେମ, ତାଙ୍କର ପୁନରୁତ୍ଥାନ। God sent a vision ପ୍ରଭୁ କହିଲେ to Paul, ପାଉଲ, by which Paul said, God is asking us to go to Europe. ପ୍ରଭୁ କହିଲେ ପାଉଲକୁ ଏକ ଦର୍ଶନ ପଠାଅ, ଯାହାଦ୍ୱାରା କି ପାଉଲ କହିଲେ ପ୍ରଭୁ ମୋତେ ୟୁରୋପ ଯିବା ପାଇଁ କହୁଛନ୍ତି। Now I see that Indian boys and girls have gone to the Persian Gulf, that is oil countries. ଏବେ ମୁଁ ଦେଖୁଅଛି ଭାରତୀୟ ପୁଅ ଆଉ ଝିଅମାନେ ୟୁରୋପକୁ, ଯାହାକି ତୈଳ ଦେଶ ଅଟେ, ସେଥିକୁ ଯାଉଛନ୍ତି। To Europe, ୟୁରୋପକୁ, to America, ଆମେରିକାକୁ, to Australia, ଅଷ୍ଟ୍ରେଲିଆକୁ, to many places. ଅନେକ ଦେଶକୁ। But I don't see that they went there to win souls. କିନ୍ତୁ ସେଠାରେ ସେମାନେ ଆତ୍ମାଗୁଡ଼ିକୁ ଖୋଜି ଯାଉଛନ୍ତି ବୋଲି ତାହା ମୁଁ ଦେଖିପାରୁନାହିଁ। They went for money. ସେମାନେ ପଇସା ନିମନ୍ତେ ଯାଇଅଛନ୍ତି। My dear friend, ମୋର ପ୍ରିୟ ବନ୍ଧୁମାନେ, wherever money becomes important, ଯେଉଁଠାରେ ଧନ ମହତ୍ୱପୂର୍ଣ୍ଣ ହୋଇଯାଏ, there will be no true bhakti. ସେଠାରେ ପ୍ରକୃତ ଭକ୍ତି ନଥାଏ। Sundar Singh was offered so much gold, so much money. ସୁନ୍ଦର ସିଂଙ୍କୁ ବହୁତ ସୁନା ଆଉ ଧନ ଦିଆଯାଉଥିଲା। Give up Christ. ଖ୍ରୀଷ୍ଟଙ୍କୁ ତୁମେ ଛାଡ଼ି ଦିଅ, Just marry my daughter. କେବଳ ମୋ ଝିଅକୁ ବିବାହ କର। He said, ସେ no, କହିଲେ ନା, all this gold will not give me this peace. ଏହି ସୁନା ଗୁଡ଼ିକ ମୋତେ ଶାନ୍ତି ଦେବ ନାହିଁ। Now that is a disciple. ସିଏ ଜଣେ ଶିଷ୍ୟ ଅଟନ୍ତି। So, ତେଣୁ no true disciple will run after money and gold. ଜଣେ ପ୍ରକୃତ ଶିଷ୍ୟ ଧନ ପଛରେ ବା ସୁନା ପଛରେ ଦୌଡ଼ିବ ନାହିଁ। But what did Paul do? ପାଉଲ କ'ଣ କଲେ? I command you in the name of Jesus. ଯୀଶୁଙ୍କ ନାମରେ ମୁଁ ତୁମକୁ ଆଜ୍ଞା ଦେଉଅଛି, Come out, you evil spirit. ମନ୍ଦ ଆତ୍ମା ତୁମେ ବାହାରକୁ ଆସ। The evil spirit ran out. ଆଉ ସେ ମନ୍ଦ ଆତ୍ମା ବାହାରି ଗଲା। Then this woman became normal. ଏହି ଯେଉଁ ଝିଅଟି ସେ ସାଧାରଣ ହୋଇଗଲା। No more that power, astrological or magical power. ସେଇ ଜ୍ୟୋତିଷ ଶକ୍ତି ବା ଯାଦୁ ଶକ୍ତି ଆଉ ତା ପାଖରେ ନଥିଲା। So what happened? କ'ଣ ହେଲା? The masters of that woman were very angry. ସେଇ ଝିଅଟିର କର୍ତ୍ତାମାନେ ସେମାନେ ବହୁତ କ୍ରୋଧିତ ହେଲେ। See, ଦେଖ, all our gain is gone. ଆମର ସମସ୍ତ ଲାଭ ଶେଷ ହୋଇଗଲା।
See, we were getting so much money. ଆମେ ବହୁତ ଟଙ୍କା ପାଉଥିଲୁ, Now that money is ଏବେ gone. ସେଇ ଟଙ୍କା ପଳାଇଗଲା। My dear ମୋର friends, ପ୍ରିୟ ବନ୍ଧୁମାନେ, when superstition goes, ଯେଉଁଠାରେ ଅନ୍ଧବିଶ୍ୱାସ ଥାଏ, when demons go, ଯେତେବେଳେ ମନ୍ଦ ଆତ୍ମା ପଳାଇଯାଏ, do you say, I have lost my ତୁମେ money? କ'ଣ କହିବ କି ମୁଁ ମୋର ଟଙ୍କା ପଇସା ହରାଇଛି? Or do you rejoice, saying, this woman is free from these evil spirits? ନା ତୁମେ ଆନନ୍ଦିତ ହେବ ଯେ ଏହି ସ୍ତ୍ରୀଟି ଏବେ ମନ୍ଦ ଆତ୍ମାରୁ ମୁକ୍ତ ଅଛି? Look at the crookedness of the mind. ମନର କୁଟିଳତାକୁ ଦେଖ। Oh, our gain is gone. ଆମର ଲାଭ ଗୁଡ଼ିକ ଶେଷ ହୋଇଗଲା। What is this new ଏହି gospel? ନୂତନ ସୁସମାଚାରଟି କ'ଣ? In Jesus' name, these evil spirits have been driven out. ଯୀଶୁଙ୍କ ନାମରେ ଏହି ମନ୍ଦ ଆତ୍ମା ଗୁଡ଼ିକ ବାହାର କରାଯାଉଛି। We want our evil ଆମେ ଆମର spirits. ମନ୍ଦ ଆତ୍ମାଙ୍କୁ ଚାହୁଁ। My dear friend, ମୋର ପ୍ରିୟ ବନ୍ଧୁମାନେ, you want your evil ତୁମେ spirits? ତୁମର ମନ୍ଦ ଆତ୍ମାକୁ ଚାହଁ? You want your ତୁମେ superstitions? ତୁମର ଅନ୍ଧବିଶ୍ୱାସକୁ ଚାହଁ? Oh, these masters created a riot. ଏହି କର୍ତ୍ତାମାନେ ଏକ ଦଙ୍ଗା କରିଅଛନ୍ତି। So they brought the Paul and Silas to the magistrate. ସେମାନେ ପାଉଲ ଓ ଶିଲାଙ୍କୁ ଧରି ଶାସନକର୍ତ୍ତାଙ୍କ ନିକଟକୁ ଆଣିଲେ। They brought them to the magistrate, saying, these men, being Jews, do exceedingly trouble our ସେମାନେ city. ସେମାନଙ୍କୁ ବିଚାରକର୍ତ୍ତାମାନଙ୍କୁ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଜିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି। Look at ତାହାକୁ that. ଦେଖ, Trouble for the city ନଗରରେ ଗୋଳମାଳ। when demons are driven out, ଯେତେବେଳେ ମନ୍ଦ ଆତ୍ମାକୁ ଦୂର କରାଯାଉଛି, when fear and superstition is driven out. ଯେତେବେଳେ ଭୟ ଆଉ ଅନ୍ଧବିଶ୍ୱାସକୁ ଦୂର କରାଯାଉଛି, Oh, liberty for my city. ମୋର ନଗର ପାଇଁ ସ୍ୱାଧୀନତା, No more the oppression. ଆଉ କୌଣସି ସେ ଦବାଯିବ ନାହିଁ, No, there's unbalanced thinking. କୌଣସି ଅସନ୍ତୁଳିତ ଚିନ୍ତା ରହିବ ନାହିଁ, No truth in our ଆମ thinking. ଭାବନାରେ ସତ୍ୟତା ନାହିଁ। How sad. କେତେ ଦୁଃଖ। What do you want from ତୁମେ religion? ଧର୍ମରୁ କ'ଣ ଚାହଁ? I want to ask ମୁଁ you. ତୁମକୁ ପଚାରିବାକୁ ଚାହେଁ, What do you want from ତୁମେ religion? ଧର୍ମରୁ କ'ଣ ଚାହଁ? More superstition, ଅଧିକ ଅନ୍ଧବିଶ୍ୱାସ, more ଅଧିକ fear. ଭୟ, Is that what you want from religion? ତାହା କ'ଣ ତୁମେ ଧର୍ମରୁ ଚାହଁ କି? The truth of Jesus ଯୀଶୁଙ୍କର ସତ୍ୟ has no room ତା ନିମନ୍ତେ for fear and superstition. ସେଠାରେ ଭୟ ଓ ଅନ୍ଧବିଶ୍ୱାସ ପାଇଁ କୌଣସି ସ୍ଥାନ ନଥାଏ। You're ତୁମେ free. ମୁକ୍ତ ଅଟ। Your hidden sins you put at the feet of Jesus. ତୁମର ଗୁପ୍ତ ପାପ ଗୁଡ଼ିକ ଯୀଶୁଙ୍କର ପାଦ ତଳେ ରଖାଯାଇଅଛି। And no more lying, ଆଉ ମିଥ୍ୟା ନାହିଁ, no more ଆଉ stealing. ଚୋରି ନାହିଁ। Wife trusts the ସ୍ତ୍ରୀ husband. ସ୍ୱାମୀଙ୍କୁ ବିଶ୍ୱାସ କରେ, Husband loves the ସ୍ୱାମୀ wife. ସ୍ତ୍ରୀକୁ ପ୍ରେମ କରେ, Peace in the family. ପରିବାରରେ ଶାନ୍ତି। That is ତାହା Jesus. ଯୀଶୁ ଅଟନ୍ତି, Not superstition and fear. ଅନ୍ଧବିଶ୍ୱାସ ବା ଭୟ ନୁହେଁ। My dear ମୋର people, ପ୍ରିୟ ଲୋକମାନେ, what do we see ଆମେ here? ଏଠାରେ କ'ଣ ଦେଖୁ? Now they were taken to the magistrate. ସେମାନେ ବିଚାରକର୍ତ୍ତାଙ୍କ ନିକଟକୁ ନିଆଗଲେ। What was the accusation? ତାଙ୍କ ଉପରେ ଦୋଷ କ'ଣ ଥିଲା? These men teach customs which are not lawful for us to receive as Roman. ଆମେ ରୋମିଓ ହିସାବରେ ଯାହା କିଛି କରିବା କଥା ଆମ ନିକଟରେ ଗ୍ରହଣୀୟ ନୁହେଁ, ସେମାନେ ତାହା ଆମକୁ ଶିଖଉଛନ୍ତି।
We are the Roman Empire. ଆମେ ରୋମିଓ ଶାସନ ଅଧିକାରୀ ଅଟୁ। We worship the king. ଆମେ ରାଜାଙ୍କୁ ଆରାଧନା We କରୁ। worship the emperor. ଆମେ ସେଇ ରାଜାଙ୍କୁ ଆରାଧନା କରୁ। No, these men are teaching that we should worship the living ଏହି God. ଲୋକମାନେ ଆମକୁ ଶିଖଉଛନ୍ତି ଯେ ଆମେ ଜୀବନ୍ତ ପରମେଶ୍ୱରଙ୍କ ଆରାଧନା କରିବା ଉଚିତ। They are teaching new customs. ସେମାନେ ନୂତନ କଥା ଗୁଡ଼ିକ ଶିଖଉଛନ୍ତି, ପରମ୍ପରାକୁ ଶିଖଉଛନ୍ତି। So there was a big uproar. ସେଠାରେ ଏକ ବଡ଼ ଦଙ୍ଗା ଥିଲା। And these men were, Paul and Silas, the disciples, were put in prison. ଆଉ ଏଠାରେ ପାଉଲ ଆଉ ସିଲା ଏ ଶିଷ୍ୟମାନଙ୍କୁ ତାଙ୍କୁ କାରାଗାରରେ ରଖାଗଲା। Now, you know, my dear friend, ମୋର ପ୍ରିୟ ବନ୍ଧୁମାନେ, ଆପଣ ଏହା ଜାଣିଛନ୍ତି। I don't know how many of you have been in prison, ଆପଣମାନଙ୍କ ମଧ୍ୟରୁ କେତେ ଜଣ କାରାଗାରରେ ରହିଛନ୍ତି ତାହା ମୁଁ ଜାଣିନାହିଁ। but you know, I have always been free. ଆଉ ମୁଁ ସବୁବେଳେ ମୁକ୍ତ In ଅଛି। any country, କୌଣସି ବି ଦେଶରେ, even when I preached in communist East Germany, ସାମ୍ୟବାଦୀ ସେଇ ପୂର୍ବ ଜର୍ମାନ ଦେଶରେ ପ୍ରଚାର କଲା ବେଳେ ମଧ୍ୟ, where there was no freedom, ଯେଉଁଠାରେ କୌଣସି ସ୍ୱାଧୀନତା ନଥିଲା, but I preached with all my heart. କିନ୍ତୁ ମୋର ସମ୍ପୂର୍ଣ୍ଣ ହୃଦୟରେ ମୁଁ ସେଠାରେ ପ୍ରଚାର କରିଥିଲି। They could have put me in prison, they could have made me disappear. ସେମାନେ ମୋତେ କାରାଗାରରେ ରଖିପାରିଥାନ୍ତେ ବା ମୋତେ କୁଆଡ଼େ ପଠାଇ ଦେଇଥାନ୍ତେ, But କିନ୍ତୁ when you are preaching the truth, no fear. ଯେତେବେଳେ ତୁମେ ସତ୍ୟ ପ୍ରଚାର କରୁଅଛ ସେଠାରେ ଭୟ ନଥାଏ। When you are preaching some selfish philosophy, ଯେତେବେଳେ ତୁମେ କୌଣସି ସ୍ୱାର୍ଥପର ଦର୍ଶନ ଶାସ୍ତ୍ରକୁ ପ୍ରଚାର କରୁଅଛ, then of course you have got to be very careful. ତାହେଲେ ନିହାତି ଭାବରେ ତୁମକୁ ଜାଗୃତ ହୋଇ ରହିବାକୁ But ପଡ଼ିବ। when you are preaching the କିନ୍ତୁ truth, ଯେତେବେଳେ ତୁମେ ସତ୍ୟ ପ୍ରଚାର କରୁଅଛ, then there is no fear. ସେଠାରେ ଭୟ ନଥାଏ। So ତେଣୁ friends, ବନ୍ଧୁମାନେ, when these men were put in the prison, ଯେତେବେଳେ ଏହି ବ୍ୟକ୍ତିମାନଙ୍କୁ କାରାଗାରରେ ରଖାଗଲା, very severe punishment was given to ବହୁତ them କଠୋର ଦଣ୍ଡ ତାଙ୍କୁ ଦିଆଯାଇଥିଲା, because their feet were put into stocks. 24th verse. 24 ପଦ, ତାଙ୍କ ପାଦରେ ହରିକାଠ ଲଗାଇଦେଲେ। What were they doing at midnight? ସେମାନେ ମଧ୍ୟରାତ୍ରିରେ କ'ଣ କରୁଥିଲେ? They were groaning, they had been whipped, ସେମାନେ they had been beaten. ସେମାନଙ୍କୁ ମରାଯାଇଥିଲା, ତାଙ୍କୁ ପ୍ରହାର କରାଯାଇଥିଲା, Oh, their stripes were bleeding, ତାଙ୍କର ଘା ଗୁଡ଼ିକ ରକ୍ତାକ୍ତ ଥିଲା, and their feet were put in stocks. ହରିକାଠରେ ତାଙ୍କର ପାଦ ରଖାଯାଇଥିଲା। They were rejoicing. ସେମାନେ ଆନନ୍ଦିତ ଥିଲେ, They were praying and singing praises. ସେମାନେ ପ୍ରାର୍ଥନା କରୁଥିଲେ, ସ୍ତବଗାନ କରୁଥିଲେ। Look at our Christians today. ଆଜିକାଲିର ଖ୍ରୀଷ୍ଟିଆନ ମାନଙ୍କୁ ଆପଣ ଦେଖନ୍ତୁ, Only money, 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 money. କେବଳ ଟଙ୍କା 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 ଟଙ୍କା। Beggars, ଭିକାରୀମାନେ, not sons of God. ପ୍ରଭୁଙ୍କର ପୁତ୍ର ନୁହେଁ। Only running after some paisa. କିଛି ପଇସା ପଛରେ ସେମାନେ ଗୋଡ଼ାଇଥାନ୍ତି। My dear people, ମୋର ପ୍ରିୟ ବ୍ୟକ୍ତିମାନେ, when this rejoicing at midnight was taking place, ଯେତେବେଳେ ଏଇ ମଧ୍ୟ ରାତ୍ରିରେ ଏଇ ଆନନ୍ଦ ଘଟଣାଟି ଘଟୁଥିଲା, there was a great earthquake. ସେତେବେଳେ ଏକ ମହାନ ଭୂମିକମ୍ପ ହେଲା, And the prison doors were opened. କାରାଗାରର ଦ୍ୱାର ମେଲା ହୋଇଗଲା, And the keeper of the prison woke up. ସେ କାରାରକ୍ଷକ ଯେତେବେଳେ ନିଦ୍ରାରୁ ଉଠିଲେ, He saw the prison doors ସେ open. କାରାଗାରର ଦ୍ୱାର ମେଲା ଥିବାର ଦେଖିଲେ,
He said, hey, every prisoner has run away, ସେ କହିଲେ ଆରେ ସମସ୍ତ କାରାଗାରୀ ପଳାଇ ଯାଇଛନ୍ତି and I will be charged. ଆଉ ମୋତେ ଏବେ ବଧ କରାଯିବ। Let me kill ମୁଁ myself. ନିଜକୁ ନିଜେ ହତ୍ୟା କରେ। Just when he was about to kill himself, ଯେବେ ସେ ନିଜେ ନିଜକୁ ବଧ କରିବାକୁ ଯାଉଥିଲେ, Paul shouted, ପାଉଲ ଉଚ୍ଚ ସ୍ୱରରେ କହିଲେ, we are all here. ଆମେ ସମସ୍ତେ ଏଠାରେ ଅଛୁ, Do yourself no harm. ଆପଣର କୌଣସି କ୍ଷତି କର ନାହିଁ। So what happened? ତେଣୁ କ'ଣ ହେଲା? This prison keeper, the Roman jailer, ଏହି ଯିଏ ଯୋଉ କାରାଗାର କର୍ତ୍ତା କାରାରକ୍ଷକ ସିଏ କ'ଣ କହିଲେ? he said, what is this? ସେ କହିଲେ ଏହା କ'ଣ ଅଟେ? What kind of prisoners are these? କେଉଁ ପ୍ରକାରର କାରାଗାରୀ ଏମାନେ? Prison doors are open ସେଇ କାରାଗାରର ଦ୍ୱାର ଖୋଲା ଥିଲା, and they are not running away. ସେମାନେ ଦୌଡ଼ି ଯାଉନାହାନ୍ତି। He came and fell down at their feet. ସିଏ ତାଙ୍କର ପାଦ ତଳେ ଆସି ପଡ଼ିଗଲେ। And look at his question. ତାଙ୍କର ପ୍ରଶ୍ନକୁ ଆପଣ ଦେଖନ୍ତୁ, What must I do to be saved? ମୁଁ ଉଦ୍ଧାର ପାଇବା ପାଇଁ କ'ଣ କରିବି? What must I do to have salvation? ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? See, our people in this country, the horse has blinkers like this. ଏହି ଯୋଉ ଦେଶର ଲୋକମାନେ ସେମାନେ ଏଇଭଳି That is a horse. ତାହା ଗୋଟିଏ ଘୋଡ଼ା ଅଟେ, But କିନ୍ତୁ for Indian people, ଭାରତୀୟ ଲୋକମାନଙ୍କ these are the ନିମନ୍ତେ blinkers. ଏମାନେ ସେଇଭଳି ଲୋକ ଅଟନ୍ତି, ଆଖିପତା Don't ମାରୁଥିବା, see. ସେମାନେ ଦେଖନ୍ତି ନାହିଁ। My dear ମୋର friends, ପ୍ରିୟ ବନ୍ଧୁମାନେ, is that going to help you? ତାହା କ'ଣ ତୁମକୁ ସାହାଯ୍ୟ କରିବାକୁ ଯାଉଛି କି? No. ନା। What must I do to find salvation? ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? In the middle of the night, ମଧ୍ୟ ରାତ୍ରିରେ what is this ଏହା cry? କେଉଁ ପ୍ରକାରର କ୍ରନ୍ଦନ? Yes. ହଁ, I am surprised at the religion of people. ଲୋକମାନଙ୍କର ଧର୍ମକୁ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୁଏ। They will do bhajan, they will do everything, ସେମାନେ ଭଜନ କରନ୍ତି, ସବୁ କିଛି କରନ୍ତି, but they don't want salvation. ସେମାନେ ପରିତ୍ରାଣ ଆବଶ୍ୟକ କରନ୍ତି ନାହିଁ। They never ask, if I die today, will I go to hell or heaven? ସେମାନେ କେବେ ପଚାରନ୍ତି ନାହିଁ ଯଦି ଆଜି ମୁଁ ମୃତ୍ୟୁବରଣ କରିବି ସ୍ୱର୍ଗକୁ ଯିବି କି ନର୍କକୁ ଯିବି। I will see what will happen. କ'ଣ ହବ ମୁଁ ତାହା ଦେଖିବି। Today, ଆଜି I want to ask all the Christians. ମୁଁ ସବୁ ଖ୍ରୀଷ୍ଟିଆନ ମାନଙ୍କୁ ଏହା ପଚାରିବାକୁ ଚାହେଁ। You know, Christians are special. Why? ଆପଣମାନେ ଜାଣିଛନ୍ତି ଖ୍ରୀଷ୍ଟିଆନ ମାନେ ପ୍ରମୁଖ ଲୋକ କାହିଁକି? They can bend the road. They can become a roadblock. ସେମାନେ ସେଇ ରାସ୍ତାକୁ ବନ୍ଦ କରିବା ଭଳି ହେଇପାରନ୍ତି। Many Christians are roadblock. ଅନେକ ଖ୍ରୀଷ୍ଟିଆନ ମାନେ ସେଇ ରାସ୍ତା ବନ୍ଦ କରି ଅଛନ୍ତି। Roadblock. They are keeping others from coming to Jesus. ଅନ୍ୟ ବ୍ୟକ୍ତିମାନଙ୍କୁ ଯୀଶୁଙ୍କ ନିକଟକୁ ଆସିବା ପାଇଁ ଦଉନାହାନ୍ତି। How much money would make you speak a lie? ଗୋଟିଏ ମିଥ୍ୟା କହିବା ପାଇଁ ତୁମେ କେତେ ଟଙ୍କା ନେବ? 10,000? 10,000? No, I won't speak a lie. ନା ନା ମୋତେ ବଡ଼ ବେଶୀ ଦରକାର। 10 lakh? 10 ଲକ୍ଷ ଟଙ୍କା? 10 lakhs? 10 ଲକ୍ଷ? Okay. ଠିକ ଅଛି।
Is that a Christian? ସିଏ କ'ଣ ଗୋଟିଏ ଖ୍ରୀଷ୍ଟିଆନ କି? No. ନା। 10 crores? 10 କୋଟି ଟଙ୍କା, 100 crores? 100 କୋଟି ଟଙ୍କା? No. ନା। I cannot speak a lie. ମୁଁ ମିଥ୍ୟା କହିପାରିବି ନାହିଁ। I will lose the presence of ମୁଁ God. ପ୍ରଭୁଙ୍କର ଉପସ୍ଥିତିକୁ ହରାଇବି। 10 crores will not give me salvation. 10 କୋଟି ଟଙ୍କା ମୋତେ ପରିତ୍ରାଣ ଦେବ ନାହିଁ। My dear ମୋର friends, ପ୍ରିୟ ବନ୍ଧୁମାନେ, false Christianity, ମିଥ୍ୟା ଖ୍ରୀଷ୍ଟିଆନ ଧର୍ମ, lying Christianity, ମିଥ୍ୟା କହୁଥିବା ଖ୍ରୀଷ୍ଟିଆନ ଧର୍ମ, do not deceive yourself. ନିଜକୁ ଧୋକା ଦିଅ ନାହିଁ। The Bible ବାଇବେଲ says, କୁହେ, let your yes be yes ତୁମର ହଁ ହଁ ହେଉ, and your no, ତୁମର no. ନା ନା ହେଉ। When Indians say yes, it means no. ଯେତେବେଳେ ଜଣେ ଭାରତୀୟ ହଁ କହେ ତାହାର ଅର୍ଥ ନା ଅଟେ। And when they say no, it means yes. ଯେତେବେଳେ ସେ ନା କୁହେ ତାହାର ଅର୍ଥ ହଁ ଅଟେ। How sad. କେତେ ଦୁଃଖର ବିଷୟ। Lies in the register. ରେଜିଷ୍ଟରରେ ମିଥ୍ୟା। One man told me last night, ଗତ ରାତିରେ ଜଣେ ବ୍ୟକ୍ତି ମୋତେ କହିଲେ, I refuse to write lies in the accounts or whatever, in the report. ଯାହା ବି ହେଉ ଏକାଉଣ୍ଟରେ ବା ରିପୋର୍ଟରେ ମୁଁ ମିଥ୍ୟା ଲେଖିବି ନାହିଁ। And this mission put me out. ଏହି ମିଶନ ମୋତେ ବାହାର କରିଦେଲା। I don't know whether it is the only cause, ତାହା ସେଇ ଗୋଟିଏ କାରଣ କି ନୁହେଁ ତାହା ମୁଁ ଜାଣି ନାହିଁ, but this is what I say. କିନ୍ତୁ ଏହା ମୁଁ କହେ, Let God destroy such missions. ଏପରି ମିଶନକୁ ପ୍ରଭୁ ଧ୍ୱଂସ କରିଦିଅନ୍ତୁ। Missions where there is no truth. ଏପରି ମିଶନ ଯେଉଁଠାରେ ସତ୍ୟତା ନାହିଁ, Missions with false account. ଏପରି ମିଶନ ଯେଉଁଠାରେ ମିଥ୍ୟା ଏକାଉଣ୍ଟ ଗୁଡ଼ିକ ଅଛି। One man told me, one pastor told ଜଣେ me, ପାଷ୍ଟର ମୋତେ ଏହା କହିଲେ, I have to send accounts ମୋତେ ଏକାଉଣ୍ଟ ଗୁଡ଼ିକ ପଠାଇବାର ଅଛି, and I must say so many were received into my church or baptized. ମୋର ଚର୍ଚ୍ଚକୁ ଏତିକି ଜଣ ଆସିଛନ୍ତି ବା ଏତିକି ଜଣ ବାପ୍ତିସ୍ମ ନେଇଛନ୍ତି ମୋତେ କହିବାକୁ ହେବ। And so I have to write some ମୋତେ figure. କିଛି ସଂଖ୍ୟା ଲେଖିବାକୁ ପଡ଼ିବ। My dear friends, ମୋର ପ୍ରିୟ ବନ୍ଧୁମାନେ, lies, ମିଥ୍ୟା, lies in the name of Jesus. ଯୀଶୁଙ୍କ ନାମରେ ମିଥ୍ୟା। Don't build your home upon lies. ମିଥ୍ୟାରେ ତୁମର ଗୃହକୁ ତୁମେ ଗଢ଼ ନାହିଁ। The Bible ବାଇବେଲ says, କୁହେ, now I want you to look at this scripture. ଏହି ଶାସ୍ତ୍ରାଂଶକୁ ତୁମେ ଦେଖ ବୋଲି ମୁଁ ଚାହେଁ। Revelation chapter 21 ପ୍ରକାଶିତ ବାକ୍ୟ 21 ପର୍ବ and the 8th verse. 8 ପଦ। Revelation chapter 21 and the 8th verse. ପ୍ରକାଶିତ ବାକ୍ୟ 21 ପର୍ବ 8 ପଦ। The fearful and unbelieving, ଭୀରୁ ଅବିଶ୍ୱାସୀ, the abominable and murderers, ଘୃଣ୍ୟ କଳଙ୍କିତ ନରଘାତକ, warmongers and sorcerers, ବ୍ୟଭିଚାରୀ, ମାୟାବୀ and ଓ idolater, ପ୍ରତିମା ପୂଜକ, and all liars, ସେମାନେ ଓ ସମସ୍ତ all liars ମିଥ୍ୟାବାଦୀ shall have their part in the lake which burneth with fire and brimstone. ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। See, that is the eternal judgment. ତାହା ସେଇ ଅନନ୍ତକାଳୀନ ବିଚାର ଅଟେ। Friends, ବନ୍ଧୁମାନେ, I don't want one of you to lose your soul. ମୁଁ ଚାହେଁନି କେହି ବି ଆତ୍ମା ଏଠାରେ ହଜନ୍ତୁ।
Why should anybody in the Punjab lose his soul? ପଞ୍ଜାବରେ କୌଣସି ବ୍ୟକ୍ତି କାହିଁକି ତାର ଆତ୍ମାକୁ ହଜାଇବ? Must we not bring this good news? କ'ଣ ଆମେ ଏହି ସୁସମାଚାରକୁ ଆଣିବୁ ନାହିଁ କି? Must we not deliver people? କ'ଣ ଆମେ ଲୋକମାନଙ୍କୁ ଉଦ୍ଧାର କରିବୁ ନାହିଁ କି? Must we only be sitting and eating? କ'ଣ ଆମେ କେବଳ ବୁଲୁଥିବୁ ଆଉ ଖାଉଥିବୁ? How sad. କେତେ ଦୁଃଖର ବିଷୟ। May God have mercy on us. ପ୍ରଭୁ ଆମ ଉପରେ ଦୟା କରନ୍ତୁ। We people who call ourselves Christians, ଆମେ ଲୋକମାନେ ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଅଛୁ, we deserve the greatest judgment. ଆମକୁ ବଡ଼ ବିଚାର ଦରକାର। Why? କାହିଁକି? We have not shown Jesus. କାରଣ ଆମେ ଯୀଶୁଙ୍କୁ ଦେଖାଇ ନାହୁଁ। We have not set free କାରଣ ଆମେ people. ଲୋକମାନଙ୍କୁ ମୁକ୍ତ କରିନାହୁଁ। Let us ପ୍ରାର୍ଥନା pray. କରିବା। Oh gracious ହେ Father, ଅନୁଗ୍ରହକାରୀ ପିତା, oh wonderful ହେ Savior, ଆଶ୍ଚର୍ଯ୍ୟକାରୀ ଉଦ୍ଧାରକର୍ତ୍ତା, we have sinned greatly against ଆମେ you. ଆପଣଙ୍କ ବିରୁଦ୍ଧରେ ବହୁତ ପାପ କରିଅଛୁ। We have not cared for the souls of people. ଲୋକମାନଙ୍କର ଆତ୍ମା ବିଷୟରେ ଆମେ ଭାବି ନାହୁଁ। We have only been fishing for rupees. ଆମେ କେବଳ ସେଇ ଟଙ୍କାକୁ ନିମନ୍ତେ ଆମେ ଗୁଡ଼ାଉଅଛୁ। Forgive us, Lord ପ୍ରଭୁ Jesus. ଯୀଶୁ ଆମକୁ କ୍ଷମା କରନ୍ତୁ। Cleanse us from our sin. ଆମର ପାପରୁ ଆମକୁ ଧୌତ କରନ୍ତୁ। Wash us from our sin. ଆମର ପାପରୁ ଆମକୁ ଧୁଅନ୍ତୁ। Take away our lying ଆମର tongue. ମିଥ୍ୟା କହୁଥିବାର ଜିହ୍ୱାକୁ ଆପଣ ଦୂର କରନ୍ତୁ। Give to us giving hearts, giving hands. ଦେଉଥିବାର ହୃଦୟ, ଦେଉଥିବାର ହସ୍ତ ଆମକୁ ଦିଅନ୍ତୁ। Hear our ଆମର prayer. ପ୍ରାର୍ଥନା ଶୁଣନ୍ତୁ। Let these dear people be those that bring life and life abundant to their towns and villages. ଏହି ପ୍ରିୟ ଲୋକମାନେ ଯେପରି ସେଇ ପ୍ରଚୁରତାର ଜୀବନ ତାଙ୍କ ସହର ଆଉ ଗାଁରେ ନେଇ ଆସନ୍ତୁ। Hear our prayer ଆମର ପ୍ରାର୍ଥନାକୁ ଆପଣ and ଶୁଣନ୍ତୁ। save us, we pray you. ଆମକୁ ଆପଣ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା Wash କରୁଅଛୁ। us from our ଆମ sin. ପାପରୁ ଆମକୁ ଧୌତ କରନ୍ତୁ। Let the blood of Jesus Christ so be manifested that the demons will run away from these paths. ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଯେପରି ସେ ପ୍ରକାଶ ପାଇପାରିବ, ଯେପରି ଶୈତାନ ମାନେ ଏହି ସ୍ଥାନରୁ ଦୌଡ଼ି ପଳାଇବେ। Let preachers be righteous people. ପ୍ରଚାରକ ମାନେ ଧାର୍ମିକ ବ୍ୟକ୍ତି ହୋଇପାରନ୍ତୁ। Hear our ଆମର prayer. ପ୍ରାର୍ଥନାକୁ ଆପଣ ଶୁଣନ୍ତୁ। In Jesus' holy name. ଯୀଶୁଙ୍କ ପବିତ୍ର ନାମରେ ମାଗୁଅଛୁ। Amen.